ଦୀନବନ୍ଧୁ ଦାସ ନାମରେ ଜଣେ ବ୍ରାହ୍ମଣ ଥିଲେ ଅବନ୍ତୀ ନଗରରେ ବସବାସ କରୁଥିଲେ। ହେଲା ନାଇଁ ବେଶ ତାଙ୍କର ପରିସ୍ଥିତି କେଉଁ ଭଳି ଭାବ କେଉଁ ଭଳି ପରିସ୍ଥିତି ହେଲେ ଦୁଇ ପୁତ୍ର ଏକ ବଧୂ ଅଟଇ ତାହାର ଏ ତାହାର ହେଲେ ପତ୍ନୀ ନାମ ମାଳତୀ ନହେ ସାଧୁ ନର କେହ ନର ଶ୍ୟାମବାବୁ ଆଜ୍ଞା ଅବନ୍ତୀ ନଗରରେ ଦୀନବନ୍ଧୁ ଦାସ ନାମରେ ଜଣେ ବ୍ରାହ୍ମଣ ବସବାସ କରୁଥିଲେ ତାଙ୍କର ଦୁଇ ଗୋଟି ପୁତ୍ର ହଁ ଗୋଟିଏ ବୋହୂ ବୋହୂ ଏବଂ ତାଙ୍କର ପତ୍ନୀଙ୍କର ନାମଟି ହେଲା ମାଳତୀ ମାଳତୀ ହଁ ହଁ ତାହେଲେ ଦୁଇ ପୁଅ ଏକ ବୋହୂ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ବେଶ ପରିବାର ସଂଖ୍ୟା ହେଲା କେତେ 5 ଜଣ 5 ଆଜି 5 ପ୍ରାଣୀ କୁଟୁମ୍ବକୁ ହେଲା ନେଇ ସେ ଚଳ ନେଇ ସେ ଚଳ ରେ ମନ ନେଇ ସେ ଚଳ କୃଷ୍ଣ ତ ବାପାକୁ କେବେ ହେଲା ଆନନ ଆନନ କର ରେ ଭଲା ଆନନ କର ଇଏ 5 ପ୍ରାଣୀ କୁଟୁମ୍ବକୁ ନେଇକରି ହଁ ଦୁଃଖ ସୁଖରେ ତା ସଂସାରଟି ଅତିବାହିତ ହେଉଥାଏ ଇଏ ଦୀନବନ୍ଧୁ ଦାସ ଥିଲେ ଜଣେ କୃଷ୍ଣ ଭକ୍ତ ଭକ୍ତ ସଦା ସର୍ବଦା କୃଷ୍ଣକୁ ଆରାଧନା କରୁଥିଲେ ଦେଖିଲେ ଦୁଃଖୀ ଦରିଦ୍ର ଯେମିତି ଅନ୍ନଦାନ ଆହା ଯେତେ ଅନ୍ନଦାନ ରେ ଭଲା ଯେତେ ଅନ୍ନଦାନ ଦେଖିଲେ ସାଧୁ ସନ୍ନ୍ୟାସୀ ଦିଅନ୍ତି ଭଜନ ଆହା ନେଅତେ ଭୋଜନ ରେ ମନ ନେଅତେ ଭୋଜନ ନାଇଁ ଆଜ୍ଞା ଦିନ ଦରିଦ୍ର ଦେଖିଲେ ଦେଖିଲେ ତାକୁ ଅନ୍ନଦାନ ଦିଅନ୍ତି ସାଧୁ ସନ୍ନ୍ୟାସୀ ମାନଙ୍କୁ ଭୋଜନ ଦିଅନ୍ତି ହେଲା ସଦା ସର୍ବଦା ପର ଉପକାରରେ ଲାଗିଥାନ୍ତି ଏ ଏବଂ କୃଷ୍ଣ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରନ୍ତି ହେଲା ନାଇଁ ହଁ ଏଇଭଳି ଯେତେବେଳେ ସୁକର୍ମ କରି ଚାଲିଛନ୍ତି ଦୀନବନ୍ଧୁ ଦାସ ଦାସ ତାପରେ ହେଲା କଣ ହେଲା ଏହିପରି ତାଙ୍କ କୀର୍ତ୍ତି ଜଗତେ ବ୍ୟାପିଲା ଜଗତେ ବ୍ୟାପିଲା ଭଲା ଜଗତେ ବ୍ୟାପିଲା ଏହିପରି ତାଙ୍କ କୀର୍ତ୍ତି ଜଗତେ ବ୍ୟାପିଲା ଜଗତେ ବ୍ୟାପିଲା ଭଲା ଜଗତେ ବ୍ୟାପିଲା ପରୀକ୍ଷା କରିବା ପାଇଁ ପ୍ରଭୁ ବାହାରିଲେ ଭଲା ବାହାରିଲେ ଭଲା ଭଲା ବାହାରିଲେ ଭଲା ଇଏ ଦୀନବନ୍ଧୁ ଦାସଙ୍କର କୀର୍ତ୍ତି ହଁ ରାଜ୍ୟ ସାରା ଖେଳିଗଲା ଖେଳିଗଲା ସମସ୍ତେ କହିଲେ ଦୀନବନ୍ଧୁ ଦାସ ଜଣେ ଉତ୍ତମ ବ୍ୟକ୍ତି ବେଶ ନାଇଁ ହଁ ଯେତେବେଳେ ଚାରିଆଡେ ଖେଳିଗଲା ହଁ ନାଇଁ ବେଶ ଭଗବାନ କୃଷ୍ଣ କଲେ କଣ କଲେ ତାକୁ ପରୀକ୍ଷା କରିବା ପାଇଁ ହେଲା ତତ୍ପର ହେଇଗଲେ ହଁ କଣ କଲେ କଲେ ଦୀନବନ୍ଧୁ ଦାସକୁ ଟିକେ ମୁଁ ପରୀକ୍ଷା କରିବି ଆଜି ତକ୍ଷକକୁ ଡାକି ଆଜ୍ଞା ହଁ ଦେଲ ଚକ୍ରଧର ତକ୍ଷକକୁ ଡାକି ଆଜ୍ଞା ଦେଲ ଚକ୍ରଧର ଦୀନବନ୍ଧୁ ପୁତ୍ର ତୁକୁ ବଞ୍ଚିବୁ ସତର ତକ୍ଷକ ସର୍ପକୁ ଡାକିଲେ ଭଗବାନ କୃଷ୍ଣ କହିଲେ ତକ୍ଷକ ତୁ ଅତି ଶୀଘ୍ର ଯାଇ ଦୀନବନ୍ଧୁ ଦାସର ଜ୍ୟେଷ୍ଠ ପୁତ୍ରଟିକୁ ଦଂଶନ କରିବୁ ଚାଲିଲି ଆରେ ଭଗବାନ କୃଷ୍ଣ କହୁଛନ୍ତି ତକ୍ଷକ ଅବହେଳା କରିବ କେବେ ହେଲେ ନା ତାପରେ ହେଲା କଣ ହେଲା ଆରେ ଆଜ୍ଞା ପାଇଣ ତକ୍ଷକ ଆଜ୍ଞା ପାଇଣ ତକ୍ଷକ ଆଜ୍ଞା ପାଇଣ ତକ୍ଷକ ଆଜ୍ଞା ପାଇଣ ତକ୍ଷକ ଆଦେରେ ଚଳେ ଗଲା ଦୀନବନ୍ଧୁ ପୁତ୍ର ତୁଜେ ଦର୍ଶନ করেলা দর্শন করেলা রে বলা দর্শন করেলা দর্শন করেলা রে বলা দর্শন করেলা ଆଜ୍ଞା ଭଗବାନ କୃଷ୍ଣ
ଯେତେବେଳେ ନିର୍ଦ୍ଦେଶ ଦେଇଛନ୍ତି ହେଲା ତକ୍ଷକ ସର୍ପ ଆଉ ଡେରି କଲାନି ନା ନା ଅତି ଶୀଘ୍ର ଯାଇକରି ଦୀନବନ୍ଧୁ ଦାସର ଜ୍ୟେଷ୍ଠ ପୁତ୍ରଟିକୁ ଦଂଶନ କରିଦେଇଛି ବେଶ ନା ନାଇଁ ହଁ ହଁ ଯେତେବେଳେ ଜ୍ୟେଷ୍ଠ ପୁତ୍ରଟିକୁ ଦଂଶନ କରିଦେଇଛନ୍ତି ସାରା ପରିବାର ବର୍ଗ ଶୋକାକୁଳ ଅବସ୍ଥା ଶୋକାକୁଳ ନାଇଁ ହଁ ହଁ ସମସ୍ତେ ବସି ଉଚ୍ଚ ସ୍ୱରରେ କ୍ରନ୍ଦନ କରୁଛନ୍ତି ବେଶ ଧନ ହଁ କଟକ ଜିଲ୍ଲାର ଜଣେ କବି କବି ବୈଷ୍ଣବ ଚରଣ ପ୍ରଧାନ କୁହନ୍ତି କଣ କହିଲେ ଏଭଳି କ୍ରନ୍ଦନ କରୁଛନ୍ତି ବେଶ ଧନ୍ୟ ବିଧାତା ବାহ 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 ତୋର ଗତିରେ କେ ବୁଝିବ ତୋ ଲୀଳା ଖେଳା ଏ ବୋଝେ ବାତ ନେলা খেলা এ বোঝে বাত নেলা খেলা କାହାକୁ ହସାଉ କାହାକୁ କନ୍ଦାଉ কাহাকো হসাও কাহাকো কন্দাও କାହାକୁ ହସାଉ କାହାକୁ କନ୍ଦାଉ কাহাকো হসাও কাহাকো কন্দাও କାହାର ବୁରାଉ ଭେଳାରେ କେ ବୁଝେ বতলে রাখেলা কে বোঝে বতলে রাখেলা কে বোঝে বতলে রাখেলা ଯେତେବେଳେ ପରିବାର ବର୍ଗ କ୍ରନ୍ଦନ କରୁଛନ୍ତି ହଁ ହଁ ଆଜ୍ଞା ସାହି ପଡିଶା ଘଣ୍ଟେ ଦି ଘଣ୍ଟା କାନ୍ଦିବେ ହେଲା ପରିବାର ବର୍ଗ ଦିନେ ଦି ଦିନ 5 ଦିନ କାନ୍ଦିବେ কান্দিবে ନା ନା ହଁ ଯେଉଁ ମା 10 ମାସ 10 ଦିନ ଗର୍ଭରେ ଧାରଣ ଦେଇ ଜନ୍ମ ଦେଇଛି ଦେଇছি ମାଳତୀ ଦେବୀ କଣ ସମ୍ଭାଳି ପାରୁଛନ୍ତି না ନାଇଁ ହଁ ଉଚ୍ଚ ସ୍ୱରରେ କାନ୍ଦୁଛନ୍ତି কান্দুছন্তি ନାଇଁ বেশ ପ୍ରମାଣ ଦେଲା କିଏ ସେ কে দেলে প্রমাণ ଟୀକା ଗୋବିନ୍ଦ ଚନ୍ଦ୍ର ପ୍ରମାଣ ଦେଲା କଣ ପ୍ରମାଣ କହିଲା ଧନରେ ହଁ ଛାଡି କରି ଚାଲିଗଲୁ ଧନ ଧଲ ରେ କେ କାନ୍ଦିବ ଦିନ ଇଏ ଦଶରେ କୁମାର କେ କାନ୍ଦିବ ଦିନ ବାର আরে কে কান্দে বদে না পারে আরে বলা কে কান্দে বদে না পার মুহি মাতা তোয় নিরতে কান্দিবি ওরে বাতা তোর নিরতে কাঁদেব পরিবার দুগা তোর আরে পরে বার যোগ তর আরে বলা পরে বার যোগা তর
ଯାଆନ୍ତୁ ଆଜ୍ଞା ଆଉ ଛାଡ଼ି ଯାଆନ୍ତୁ କଣ ହେଲା ଯେତେବେଳେ ପରିବାର ବର୍ଗ ସମସ୍ତେ କାନ୍ଦିଛନ୍ତି ବେଶ ସେଇ ସମୟରେ ଭଗବାନ କୃଷ୍ଣଙ୍କର ପରୀକ୍ଷା ଆଜ୍ଞା ସରିଲାନି ନା ନିଜେ ଏକ ବ୍ରାହ୍ମଣ ରୂପକୁ ଧାରଣ କରି ବେଶ ଭଗବାନ କୃଷ୍ଣ ଆସି ପହଞ୍ଚି ଯାଇଛନ୍ତି ଦୀନବନ୍ଧୁ ଦାସଙ୍କର ଦ୍ୱାର ଦେଶ ନିକଟ ହ ଉଚ୍ଚ ସ୍ୱରରେ ଡାକ ପକାଇଛନ୍ତି ଦୀନବନ୍ଧୁ ଦାସ ଦାସ ହ ଦୀନବନ୍ଧୁ ଦାସ ଘରୁ ବାହାରି ଆସିଲେ ବେଶ ନା ନାଇଁ ହ କହିଲେ ହେ ନନା ଗୋସାଇଁ କେତେ କାର୍ଯ୍ୟରେ ଆପଣ ଆସିଛନ୍ତି ଆସିଛ ମାୟାଧାରୀ ଭଗବାନ କୃଷ୍ଣ କହିଲେ କଣ କହିଲେ ଦୀନବନ୍ଧୁ ଦାସ ହ ତୁମର କୀର୍ତ୍ତି ଅନେକ ସ୍ଥାନରୁ ମୁଁ ଶୁଣିକରି ତୁମ ନିକଟକୁ ଆସିଛି ବେଶ ମୋର କିଛି ଜିନିଷ ଆବଶ୍ୟକ ହ ଆପଣ କେତେ କାର୍ଯ୍ୟରେ ଆସିଛନ୍ତି ଆସିଛ ମୋର କିଛି ଭୋଜନ ଆବଶ୍ୟକ ହ ସେ ଭୋଜନ ପୁଣି ମୋର ଆମିଷ ଭୋଜନ ଦରକାର ଦରକାର ଲକ୍ଷ୍ୟ କରନ୍ତୁ ଜ୍ଞାନୀ ବାବା ମାନେ ମା ମାନେ ଧ୍ୟାନ ଦିଅନ୍ତୁ ହ ଘରେ ଜ୍ୟେଷ୍ଠ ପୁତ୍ରଟି ମରିକରି ଶୋଇଛି ଶୋଇଛି ଭଗବାନ କୃଷ୍ଣ ମାୟା ବେଶରେ ଆସି ମାଗୁଛନ୍ତି ଆମିଷ ଭୋଜନ ଦରକାର ବେଶ ତେଣୁ ସେ କଲେ କଣ କଲେ ଶୁଣିବି ପ୍ରବର ଘରେ ପ୍ରବେଶୀନ ଆଲୋଚନା ଏହି କଥା ଭଲ বলা আলোচনা বলা আলোচনা এ কথা ন্যাসী বলন্তি ভোজন তু দেবু আমিষ কর ব্যবস্থা আবে সকর ব্যবস্থা রে বল আবে সকর বলা আমি সকর ব্যবস্থা আমি সকর ব্যবস্থা রে বল আমি সকর ব্যবস্থা ତେଣୁ ପରିବାର ବର୍ଗ ବୋଲନ୍ତି ବଚନ ଯେ ଗଲା ଆସିବ ନାହିଁ লাহা ଅତିଥି ସତ୍କାର କରିବା ବହନ ଆଶୀର୍ବାଦ ହେବ କହିଁ বেশ ସମସ୍ତ ପରିବାର ବର୍ଗ ସମସ୍ତେ କହିଲେ କଣ କହିଲେ ଆମ ପୁଅ ପଛେ ବରି କରି ଶୋଇଥାଉ ବେଶ ଆମେ ଅତିଥି କି କେବେ ହେଲେ ବାହୁଡିବାନି ନା କାହିଁକି ନା ଯାହା ଦ୍ୱାରୁ ଅତିଥି ବାହୁଡେ ସେ ପ୍ରାଣୀ ପ୍ରେତ ମୁଖେ ପଡେ পড়ে ଦୀନବନ୍ଧୁ ଦାସ ଥିଲା କୃଷ୍ଣ ଭକ୍ତ ভক্ত ତେଣୁ ସମସ୍ତେ ରାଜି ହେଲେ ଯେ ଆମେ ଆମିଷ ଭୋଜନ କରିବା ପାଇଁ ଅତିଥିଙ୍କୁ ଦେବା বেশ ତାପରେ କଲେ କଣ କଣ କଲେ ତାପରେ କଲେ କଣ ଦୀନବନ୍ଧୁ ଦାସ ଏବେ କରିଲେ ଗମନ ମୋ ବାୟା ମନ ଦୀନବନ୍ଧୁ ଦାସ ଏବେ କରିଲେ ଗମନ ମୋ ବାୟା ମନ ମଶୁଣି ଗୋଟିଏ ନେଲେ କବହନ ମୋ ବାୟା ମନ ପୁତ୍ରଟିକୁ ଏବେ ଗୁଡାଇ ନ ଦେଲେ ମୋ ବାୟା ମନ ସ୍ୱପ୍ନରେ କବାଟ ପଛରେ ରଖିଲେ ମୋ ବାୟା ମନ ଶ୍ରୀମନ୍ତ ହୋଇ ଘର ଲିପିଲେ ମୋ ବାୟା ମନ ଆନନ୍ଦେ ଆମିଷ ରନ୍ଧନ କଲେ ମୋ ମୋ ବାୟା ମନ ଅତିଥିଙ୍କୁ ଯାଇ ଡାକି ଆଣିଲେ ମୋ ମୋ ବାୟା ମନ ଦିବ୍ୟ ଆସନରେ ବସାଇ ଦେଲେ ମୋ ବାୟା ମନ ଦୀନବନ୍ଧୁ ଦାସ କଲେ କଣ କଣ କଲେ ମୃତ ପୁତ୍ରଟିକୁ ଗୋଟେ ମଶୁଣିରେ ଗୁଡାଇ ଦେଲେ ବେଶ କପାଟ ପଛ ପଟେ ରଖିଦେଲେ ହ ନାଇଁ ବେଶ ଘର ଦ୍ୱାର ଲିପା ପୋଛା କରିଦେଲେ ହେଲା ଖୁସି ମନରେ ଆମିଷ ରନ୍ଧନ କରି ପରେ ଅତିଥିଙ୍କୁ ଡାକି କରି ହ ଦିବ୍ୟ ଆସନରେ ଯାଇ ବସେଇ କରି ବାଢି ଦେଲେ ବାଢିଲେ ସେ ସନ୍ନ୍ୟାସୀ କହିଲେ ହେ ଦୀନବନ୍ଧୁ ଦାସ ହ ଆରେ କଣ ଗୋଟିଏ ସ୍ଥାନରେ ବାଢିଛୁ ମୁଁ ଆଗରୁ ଶୁଣିଛି ତୋ ପରିବାର ସଂଖ୍ୟା ହେଲା 5 ପାଞ୍ଚ ମୁଁ ଜଣେ 6 ଛଅ 6ଟି ପତ୍ରରେ ବାଢ ବେଶ ନା ନାଇଁ କାଳେ ତୁ ସେଥିରେ ବିଷ ମିଶାଇଛୁ ହ ନାଇଁ ଏଥର ବିଷ ମୋ ଅଡୁଆରେ ପଡିଗଲେ ଦୀନବନ୍ଧୁ ଦାସ ପାঁচ ନା ନାଇଁ হ ସମସ୍ତ ପରିବାର ବର୍ଗ ଆସି ଗୋଡ ତଳେ ପଡିଗଲେ ସେ ସନ୍ନ୍ୟାସୀଙ୍କର ଗୋଡ ତଳେ ହ କହିଲେ ହେ ନଲା ଗୋସାଇଁ ଆମେ ଗୋଟେ ବିରାଟ ବଡ ଭୁଲ କରି ভুল করিছু ଆରେ କଣ ଭୁଲ କରି কাহিকি ନା ଆମ ଘରେ ଜ୍ୟେଷ୍ଠ ପୁତ୍ରଟି ମରି କରି ଶୋଇଛି হে ଚିତ୍କାର କରି ଉଠିଲେ ସେ ସନ୍ନ୍ୟାସୀ হ ଦୀନବନ୍ଧୁ ଦାସ ଆରେ ମୁଁ ଜାଣିଥିଲି ତୁ ଗୋଟେ ବଡ ଜ୍ଞାନୀ ବୋଲି জানি ତୋ ଜ୍ୟେଷ୍ଠ ପୁତ୍ରଟି ମରି କରି ଶୋଇଛି ତୁ ମତେ ଆମିଷ ରନ୍ଧନ କରିବା ଦଉଛୁ। ଖାଇବା ପାଇଁ ଦଉଛୁ হ ଏବେ ମୁଁ ଜାଣୁଛି ତୁ ଗୋଟେ ବଡ ମୂର୍ଖ ବୋଲି মূর্খ ଭର୍ସନା କରି କହିଲେ ଦୀନବନ୍ଧୁ ଦାସ হ କହିଲେ ତୁ ତାର ବାପଟି বাপ ଆରେ ପୁଅ ମରି କରି ଶୋଇଛି ତୁ ଆମିଷ ଭୋଜନ କରିବା ପାଇଁ କେଉଁ ହିସାବରେ ବସିଛୁ বেশ ନାଇଁ କରକିତ କରିଦେଲେ ଦୀନବନ୍ଧୁ ଦାସ ହେଲା କର ଯୁଗ୍ମ କରିଦେଲେ ଦୀନବନ୍ଧୁ ଦାସ বেশ କହିଲେ ହେ ନନା ଗୋସାଇଁ হ ମୋ ପୁଅ ମରି କରି ଶୋଇଛି ସତ বেশ ତଥାପି ମୁଁ ଆମିଷ ଭୋଜନ କରୁଛି হ କାହିଁକି ଜାଣିଛନ୍ତି কাহিকি শুଣ କହିଲେ ଆମ୍ବ ସମୟରେ ଆମ୍ବ ଗଛରେ আরে আম্ব গছরে আম্ব গছরে ଆମ୍ବ ସମୟରେ
আম্ব গছরে আম্ব গছরে ফল পুনি আসে সেটিরে আসে সেটিরে আসে সেটিরে রে আসে সেটিরে আসে সেটিরে পাতি ଯିବା ফল তଳେ পড়ই তলে পড়ই তলে পড়ই রে তলে পড়ই তলে পড়ই আম্ব বৃক্ষ গীতা সাথীরে যাই সাথীরে যাই সাথীরে যাই রে সাথীরে যাই সাথীরে যাই তাহলে হে নନା গোসাই ননা এই আম্ব সমୟରେ আম্ব ଗଛରେ କେତେ ଆମ୍ବ ନ ଆସୁଛି হ ସେ ଆମ୍ବ ଗଛରେ ଯେତେବେଳେ ଅନେକ ଆମ୍ବ ଆସୁଛି ବେଶ ଯେଉଁ ଆମ୍ବଟି ଆଜ୍ଞା ପାଚି ଯାଉଛି ହେଲା ସେ ହଉଛି କଣ ତଳକୁ ପଡି ଯାଉଛି ତଳେ ପଡିଲା ତାହେଲେ ଆମ୍ବଟି ପାଚିକି ତଳକୁ ପଡିଗଲା ବୋଲି ହ କଣ ଆମ୍ବ ଗଛଟା ଭାଙ୍ଗି କରି ତା ମୂଳରେ ପଡି ଯାଉଛି ନା ତେଣୁ ମୁଁ ହେଉଛି ଗୋଟେ ଆମ୍ବ ବୃକ୍ଷ ଆମ୍ବ ମୋର ଦୁଇ ଗୋଟେ ପୁତ୍ର ଗୋଟେ ବୋହୂ ଏବାରେ ସବୁ ହେଲେ ମୋର ଗୋଟେ ଫଳ ବେଶ ଜ୍ୟେଷ୍ଠ ପୁତ୍ର ହେଲା ତେଣୁ ଚାଲୁ। ଯେତେବେଳେ ପାଚିଲା ଆମ୍ବଟି ପଡିଗଲା ହ ହ ଆମ୍ବଟି ଚାଲିଗଲା ବେଶ। ତାମାନେ କଣ ମୁଁ ଚାଲିଯିବି ନା ଆରେ ମୋ ପୁଅ ଚାଲିଗଲା ବୋଲି କଣ ମୁଁ ଚାଲିଯିବି ନା ନା ନାଇଁ ବେଶ ତେଣୁ ତାର ବାଟରେ ସେ ପଳାଇ ଗଲା পলাই গলা পলাই গলা রে পলাই গলা পলাই গলা ମୋର ଯେ ଅତିଥି ସେବା ହୋଇଲା ସେବା ହୋଇ পিলা সে বাহুড়িলা রে সে বাহুড়িলা সে বাহুড়িলা ତା ବାଟରେ ସେ ପଳେଇ ଗଲା ମୋର ଅତିଥି ସେବା ହେଲା ନା সেবা ଶୂନ୍ୟ ହୋଇଗଲେ বেশ ନନା ଗୋଟେ হ্যাঁ କହିଲେ ଇଏ ବାପ କଥା ଛାଡି ଦିଅ ছাড়ি ଚାଲିଗଲେ ମାଙ୍କ ନିକଟକୁ মা କହିଲେ ତୁମେ ପରା ଗର୍ଭଧାରିଣୀ ମା মা 10 ମାସ 10 ଦିନ ଧାରଣ ଦେଇ ଜନ୍ମ ଦେଇଛ হ্যাঁ ତମେ କିଭଳି ଭାବରେ ଆମିଷ ଭୋଜନ କରିବା ପାଇଁ ଯାଉଛ কিফলি মা তবে ମୋ ଜ୍ୟେଷ୍ଠ ପୁଅଟି ମରିକରି ଶୋଇଛି হ্যাঁ ମା କହିଲେ ହେ ନନା ଗୋସେଇ হ্যাঁ ମୁଁ ଆମିଷ ଭୋଜନ କରିବାରେ ଥିଲେ ମାତ୍ର ମୋର ଭୁଲ ନାହିଁ না କାହିଁକି ଜାଣିଛନ୍ତି কাহিকি ଯେତେବେଳେ ନନା ଗୋସେଇ ପଚାରୁଛନ୍ତି হ্যাঁ କହିଲେ କେଡ଼େ ନିଦାରୁଣ ଜନନୀ ଆମିଷ ଭୋଜନରେ ପୁଣି আবে সব জলরে পড়ে আবে সব জলরে পড়ে କେଡ଼େ ନିଦାରୁଣ ମା ତୁ ତୋ ପୁଅ ମରିକରି ଶୋଇଛି ତୁ ଶୋଇଛି। ଆମିଷ ଭୋଜନ କରୁଛୁ হ্যাঁ କହିଲେ, ହେ ନନା ଗୋସେଇ ମୋର ଭୁଲ ନାହିଁ না স্বরূপ কুহ হে গোসাই মুহিকে মো পুত্র ডই মোহিকে পুত্র দে অটয়ে মোহিকে দে অটয়ে তাহলে মুহিকে মো পুত্র ডই অটই। মো পুଅ কিଏ ସେ କିଏ? ଏ ସଂସାରରେ କିଏ କାହାର কি কাহার ନାଇଁ কি কাহার ଆଜି ଦେଶନେ କୁମ୍ଭାର ଗଢ଼ଇ କେତେ କେତେ ଭାଙ୍ଗି ତୋଳା ଯାଇ কে কেতে ভাগে গড়ে যায় কে কেতে ভাগে গড়ে যায় ନାଇଁ হ্যাঁ କୁମ୍ଭାର କେତେ ହାଣ୍ଡି ଆଟିକା ଗଢୁଛି হ্যাঁ কেতে ভাগি যাଉଛି କେତେ ଚେପାଟୋଲା ହୋଇଯାଉଛି କେତେ ଭାଙ୍ଗି ଯାଉଛି বেশ ତା ମାନେ କହୁଛେ ତା ବେପାର ବନ୍ଦ କରିଦଉଛି না ଆଜି ଚକ୍ରିକି ଯାଏ ତାର ସଙ୍ଗ বাবা ଦୁନିଆ ଏହି ପରି ରଙ୍ଗ গলে আরে বারে অল গলে আরে বারে অল କୁମ୍ଭାର ଯେତେବେଳେ ଆଟିକା ହାଣ୍ଡି ଇତ୍ୟାଦି ଗଢୁଛି হ্যাঁ হ্যাঁ କେତେ ଚେପାଟୋଲା ହେଇଯାଉଛି କେତେ ଭାଙ୍ଗି ଯାଉଛି ଭାଙ୍ଗି ଯାଉଛି। ଆରେ ଚେପାଟୋଲା ହେଲା କି ଭାଙ୍ଗିଗଲା ବୋଲି କଣ ସେ ତା ବେପାର ବନ୍ଦ କରିବ না ମୁଁ ସେମିତି ଗୋଟେ କୁମ୍ଭାର বেশ ହାଣ୍ଡି ଆଟିକା ପୁଅ ବୋହୁ କରିକି ଜନ୍ମ କରିଥିଲି হলা ନା ନାଇଁ বেশ ବଡ ପୁଅ ଆଟିକାଟି ମନେକର ଚେପା ହେଇଗଲା ବା ଭାଙ୍ଗିଗଲା ବା ଚାଲିଗଲା হ্যাঁ ତାମାନେ କଣ ମୁଁ ତା ସାଙ୍ଗରେ ଚାଲିଯିବି ଚାଲିଯିବି? ନା ନାଇଁ না ନା ନାଇଁ କଲା ମୂଳମ୍ ଦେହ ମିଥ୍ୟା ଗୁଣ ବିଗୁଣ ବାପି କୋପିକାର କନ୍ୟା ମିଥ୍ୟା হ্যাঁ 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 କାରାଗାରୋପି ମିଥ୍ୟା ସହଜ ସୁତ ସୁତା କାମ୍ୟ କର୍ମାଣୀ ମିଥ୍ୟା হ্যাঁ হ্যাঁ ସପ୍ତାମ୍ଭରାତି ମିଥ୍ୟା ସୁର ପବନ ତରୁ ଶୈଳ ଦିଗି ପାଳ ମିଥ୍ୟା আচ্ছা ଯେ ସର୍ବେ ସଂସାର ମିଥ୍ୟା ନବଜାଳ ରତନୁ କୃଷ୍ଣ ନାମ କପି ସତ୍ୟ ଓହୋ আহা ସଂସ୍କୃତ ଭାଗବତ କହିଲା ଏ ସଂସାରରେ ସବୁ ମିଥ୍ୟା କେବଳ କୃଷ୍ଣ ନାମଟି ହେଉଛି ସତ୍ୟ ସତ୍ୟ ଯେତେବେଳେ ମା ଏକଥା କହିଦେଇଛନ୍ତି বেশ ନନା ଗୋସାଇଁ ଚିନ୍ତା କଲେ ଇଏ ପ୍ରକୃତରେ ସବୁ କୃଷ୍ଣ ଭକ୍ତ হ্যাঁ ମାଙ୍କ ପାଖରୁ ଲେଉଟି କରି ଚାଲିଗଲେ ଭାଇ ନିକଟକୁ ভাই নিকট ଭାଇକି ଯେତେବେଳେ ପଚାରିଲେ বেশ କହିବା ପାଇଁ ତ ସମୟ ସ୍ୱଳ୍ପ ଆଜ୍ଞା କଥାରେ କହି ନେଇଯାଉଛି କ୍ଷମା କରିବେ ଭାଇ କହିଲେ ଆଜ୍ଞା ଦେଖନ୍ତୁ হ্যাঁ ଗୋଟିଏ ହାଟକୁ ନଡ଼ିଆ ବେପାରୀ କଦଳୀ ବେପାରୀ ଆମ୍ବ ବେପାରୀ ଯାଇଥିଲେ ଯଦି ନଡ଼ିଆ ବେପାରୀର ସଉଦା ସରିଗଲା ବା ନଡ଼ିଆ ସରିଗଲା ସେ ଅନ୍ୟ ବେପାରୀଙ୍କର ଅପେକ୍ଷା କରି ରହୁଛି না ନା ନାଇଁ
ଯାହାର ସୌଦା ସରିଲା ସେ ତାର ଗଣ୍ଠିଲି ବାନ୍ଧିଲା ସେମିତି ଆମେ ଦି ଭାଇ ସୌଦା କରିବା ପାଇଁ ଆସିଥିଲୁ। ମୋ ଭାଇର ସୌଦାଟା ସରିଗଲା, ତା ବାଟରେ ସେ ଚାଲିଗଲା। ତେଣୁ ମୋର ଆମିଷ ଭୋଜନ କରିବାରେ କିଛି ଦୋଷ ନାହିଁ। ଏ କଥା ଯେତେବେଳେ ଭାଇ କହିଦେଇଛି ତାପରେ ଚାଲିଗଲେ ତା ସ୍ତ୍ରୀ ପାଖକୁ ଗଲେ। ତୁ ପରା ତାର ଅର୍ଦ୍ଧାଙ୍ଗିନୀ ନା ନାଇଁ? ତୋ ସ୍ୱାମୀ ମରି କରି ଶୋଇଛି, ତୁ କେଉଁ ହିସାବରେ ଆମିଷ ଭୋଜନ କରିବା ପାଇଁ ବସିଛୁ? କହିଲା ହେ ନା ଗୋସେଇ, ଏଥିରେ ମୋର ଥିଲେ ମାତ୍ର ଭୁଲ ନାହିଁ। ନା କଣ ଭୁଲ ନାହିଁ? କହିଲା ଶୁଣ ଶୁଣ ଗୋସାଇଁ ହେ ମୋହର ମୋର କିଛି ଦୋଷ ନାହିଁ। ନା ଗୋଟେ ନଦୀ ବଢି ସମୟରେ 2 ଖଣ୍ଡ କାଠ ଭାସି କରି ଆସୁ, ଖଣ୍ଡିଏ କାଠ ବାଟରେ ଲାଖି କରି ରହିଗଲା, ଅନ୍ୟ ଖଣ୍ଡକ କାଠ ଭାସି କରି ଚାଲିଗଲା। ତେଣୁ ଆମେ ସ୍ୱାମୀ ସ୍ତ୍ରୀ ହେଲୁ 2 ଖଣ୍ଡ କାଠ। ମୁଁ ଲାଖି କରି ରହିଛି, ମୋ ଅନ୍ୟ ମୋ ସ୍ୱାମୀ କାଠ ଗଣ୍ଡି ସ୍ୱରୂପ ଭାସିଗଲେ। ସିଏ ଭାସିଗଲେ ବୋଲି କଣ ମୁଁ ଭାସିଯିବି? ନା, এইଭଳି ଭାବରେ ସମସ୍ତେ ଭଗବାନ କୃଷ୍ଣ ମାୟା ରୂପୀ ବ୍ରାହ୍ମଣ ନିରୁତ୍ତର ରହିଲେ। କଲେ କଣ? କମଣ୍ଡଳୁ ମଧ୍ୟରୁ ଜଳ ଛିଞ୍ଚି କରି ଜୀବନ୍ୟାସ ମନ୍ତ୍ର ପଢି କରି ମୃତ ପୁତ୍ରଟିକୁ ବଞ୍ଚାଇଲେ। ତାପରେ ହେଲା କଣ? ପ୍ରଭୁ ହେଲେ ଅନ୍ତର୍ଜାନ, ପ୍ରଭୁ ହେଲେ ଅନ୍ତର୍ଜାନ, ପ୍ରଭୁ ହେଲେ ଅନ୍ତର୍ଜାନ, ପ୍ରଭୁ ହେଲେ হরি হরি বল সর্বভক্ত জন, প্রাণী পূজিয়ন্তু বৈকুণ্ঠে স্থান, প্রভু হেলে পথরে দেবে পানিরে পথর ভাসিব, পথরে দেবে শ্রীরাম দেখিবু, তুলসী তুলসী বাসিব, যেবে হৃদয়রে লেখিবু শ্রীরাম, যেবে হৃদয়রে লেখিবু শ্রীরাম, তোর আত্মা পক্ষী বৈকুণ্ঠে পশিব, হরে রাম হরে রাম হরে রাম ঘোষিব, হরে রাম হরে রাম হরে রাম ঘোষিব, পথ ভাসিব, পতরে যাবে তুলসী তুলসী বাসিব, দেবে হৃদয়রে দেখিবু শ্রীরাম, দেবে হৃদয়রে দেখিবু শ্রীরাম, তোর আত্মা পক্ষী বৈকুণ্ঠে বসিব, হরে রাম হরে রাম হরে রাম ঘোষিব, হরে রাম হরে রাম হরে রাম ঘোষিব, পানির পথর ভাসিব, পথরে যাবে শ্রীরাম লেখিবু, তুলসী তুলসী বাসিব, দেবে হৃদয়রে লেখিবু শ্রীরাম, দেবে হৃদয়রে লেখিবু শ্রীরাম, তোর আত্মা
চাকি চাকি খই দেলা পয়সা করি রাম নামে কহি কহি বিজ্ঞাধি মারা গঙ্গা জলে দই দেলা পদ বয়র গঙ্গা জলে দই দেলা পদ বয়র ଏବେ ହୃଦୟରେ ତୁ ଦେଖିବୁ ଶ୍ରୀରାମ ଏବେ ହୃଦୟରେ ତୁ ଦେଖିବୁ ଶ୍ରୀରାମ ତୋର ହାତ ପରମାତ୍ମା ମିଶିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ପଥରରେ ଦେବେ ଶ୍ରୀରାମ ଲେଖିବୁ ପାଣିରେ ପଥର ଭାସିବ ପଥରରେ ଦେବେ ରାମ ଲେଖିବୁ ତୁଳସୀ ତୁଳସୀ ବାସିବ ଯେବେ ହୃଦୟରେ ତୁ ଲେଖିବୁ ଶ୍ରୀରାମ ଯେବେ ହୃଦୟରେ ତୁ ଲେଖିବୁ ଶ୍ରୀରାମ ତୋର ଆତ୍ମା ପକ୍ଷୀ ବୈକୁଣ୍ଠେ ବସିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ହରେ ରାମ ହରେ ରାମ ହରେ ରାମ ଘୋଷିବ ତେଣୁ ସଭାସଦ ମାନଙ୍କୁ ମୁଁ କରୁଅଛି ହେଲା ସଭାସଦ ମାନଙ୍କୁ ମୁଁ କରୁଅଛି ଅଳି ଉଚ୍ଚସ୍ୱରେ ସେହୁ ଦେବେ ହରି ବୋଲ କର ତାଳି ଉଚ୍ଚସ୍ୱରେ ସେହୁ ଦେବେ ହରି ବୋଲ କର ତାଳି ମା ମାଉସୀ ମାନଙ୍କୁ ମୁଁ କରୁଅଛି ହଁ 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 ମା ମାଉସୀ ମାନଙ୍କୁ ମୁଁ କରୁଅଛି ହେଲା ଉଚ୍ଚସ୍ୱରେ ସେହୁ ଦେବେ ହୁଳହୁଳି ଏ ଉଚ୍ଚସ୍ୱରେ ସେହୁ ଦେବେ ହୁଳହୁଳି ହୁଳି ବାଜିବ ମୃଦଙ୍ଗ ବାଜିବ ଝଞ୍ଜାଳି ବାଜିବ ମୃଦଙ୍ଗ ବାଜିବ ଝଞ୍ଜାଳି ଏହି ନାଦରେ ବାବାଙ୍କର ଆତ୍ମା ଆଜି ସ୍ୱର୍ଗ ଯିବେ ତଳି ଏ ଓ ରାମ ଜଗବାନ ହରି ହରି ବୋଲ